ଭାବନ୍ତୁ, ଚିନ୍ତା କରନ୍ତୁ ଚୁପଚାପ ଦୁଆର ଦେଇକି କବାଟ ବନ୍ଦ କରିକି ଗୋଟେ ଅନ୍ଧାର ରୁମ୍ ଭିତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାମ୍ନାରେ ଲୁହ ବାହାର କରିକି ଚିନ୍ତା କରନ୍ତୁ ଆମେ କ'ଣ କରୁଛନ୍ତି। ମଣିଷ ଜନ୍ମ ଆମକୁ ମିଳିଥିଲା, ଆମେ ଖାଇବା ପିଇବା ଛୁଆ ଜନ୍ମ କରିବା ଏସବୁ ଚକ୍କରରେ ଆମେ ସମୟ ନଷ୍ଟ କରିଦେଲେ। ଆଜ୍ଞା, ସମୟ ନଷ୍ଟ କରିଦେଲେ ବିନା ଗୁରୁ କୃପାରେ, ବିନା ମହାପ୍ରଭୁଙ୍କ କୃପାରେ ଆମେ କୁଆଡ଼େ ଯିବା, କ'ଣ କରିବା କେବେ ଚିନ୍ତା କରିଛନ୍ତି? ଯିଏ ଠକ, ଯିଏ ପାଜି, ସିଏ ଆପଣଙ୍କୁ ଏମିତି ଭୂତେଇବେ। ତାଙ୍କ କଥାରେ ପଡ଼ନ୍ତୁନି, ହୋମ ଯଜ୍ଞ ଚକ୍କରରେ ପଡ଼ନ୍ତୁନି, ଦାନ ଦେବା ଚକ୍କରରେ ପଡ଼ନ୍ତୁନି। ସବୁବେଳେ ଗୋଟେ କଥା ମନେ ରଖନ୍ତୁ, ଆହାର ନିଦ୍ରା ଭୟ ମୈଥୁନ ଅନନ୍ୟ ତ ପଶୁ ବି ନରାଣାମ୍। ଯଦି ଆମେ ଏଇଆ କରିବା ତାହେଲେ ପଶୁ ଆଉ ଆମ ଭିତରେ ଫରକ କ'ଣ ରହିଲା? ଗୋଟେ କୁକୁର ଆଉ ଆମ ଭିତରେ ଫରକ କ'ଣ ରହିଲା? ଭଗବାନଙ୍କୁ ଦେଖିକି ବି, ତାଙ୍କର ଦର୍ଶନ କରିକି ବି ଆମକୁ କିଛି ଲାଭ ହେବନି ଯେ ପର୍ଯ୍ୟନ୍ତ ଆମେ ଭଗବାନଙ୍କର ଆଦେଶକୁ ପାଳନ କରୁନାହାନ୍ତି। ମନେ ରଖନ୍ତୁ ଆଜ୍ଞା, ଯେ ପର୍ଯ୍ୟନ୍ତ ଜୀବନର ଆଦେଶ ଆପଣଙ୍କୁ ଜଣା ନ ପଡ଼ିବ ଆପଣଙ୍କ ଜୀବନ ନିରର୍ଥକ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଭକ୍ତଗଣ, ସାଙ୍ଗମାନେ, ମାତାମାନେ, ପ୍ରଭୁଜୀମାନେ, ଆମର ସତ୍ର ବର୍ତ୍ତମାନ ଚାଲିଛି ଶ୍ରୀମଦ୍ ଭଗବତ ଗୀତା ଅଧ୍ୟାୟ 2 ମାନେ ସାଂଖ୍ୟଯୋଗ। ସାଂଖ୍ୟଯୋଗ ମନେ ରଖନ୍ତୁ, ସାଂଖ୍ୟଯୋଗର ଅର୍ଥ ହେଉଛି ଏଇଆ ଯେ ଏ 18 ଅଧ୍ୟାୟରେ 700 ଶ୍ଲୋକରେ ଯାହା ଯାହା ସବୁ କୁହାହେବ, ପ୍ରତିଟି ଅଧ୍ୟାୟରେ କ'ଣ କ'ଣ କେଉଁ ବିଷୟରେ କୁହାହେବ ତାକୁ ଏଇଠି ମାନେ ଯେଉଁଟା କହନ୍ତି ଆମର ଏକାଠି କରାହେଇଛି। ଇଂଲିଶରେ ତାକୁ ସେଇଆ କହନ୍ତି, ଇଂଲିଶରେ ହିନ୍ଦୀରେ ଯେଉଁଟା କହନ୍ତି ଯେ ସମରାଇଜ୍ କରାହେଇଛି। ସମରି, ସମସ୍ତଙ୍କର ସମରି ହେଉଛି ଏଇଆ ଯେ କେଉଁ ଅଧ୍ୟାୟରେ କ'ଣ କ'ଣ କୁହାହେବ ଏଇ ଅଧ୍ୟାୟରେ କୁହାହେଇଛି। ତେଣୁକରି ୟାର ନାଁ ହେଉଛି ସାଂଖ୍ୟଯୋଗ। ଆଉ ଏ ସାଂଖ୍ୟଯୋଗରେ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଆତ୍ମାକୁ ଇଣ୍ଟ୍ରୋଡ୍ୟୁସ୍ କରୁଛନ୍ତି। ଅର୍ଜୁନ, ଆପଣ ଦେଖୁନାହାନ୍ତି, କେଉଁ ମନ୍ଦିରକୁ ଯିବେ, କେଉଁ ବାବା ପାଖକୁ ଯିବେ, ଅନ୍ୟ ପାଖକୁ ଯିବେ, ଆଜ୍ଞା ମୋର ଏଇ ଅସୁବିଧା ହେଇଛି, ଆଜ୍ଞା ମୋତେ ଏଇ ଦୁଃଖ ଲାଗୁଛି। ସେମାନେ କ'ଣ କହିବେ? ଏଇ ଯଜ୍ଞ କରିଦିଅ, ଏଇ ହୋମ କରିଦିଅ, ତାପରେ କହିବେ ଏତିକି ନଡ଼ିଆ ନେଇ ଆସ, ଏଇ ଫୁଲ ସବୁ ଆଣି ଆସ, ଏଇ କାମ କରିଦିଅ, ସବୁ ଠିକ୍ ହେଇଯିବ। ମହାପ୍ରଭୁ କ'ଣ କହିଲେ? ଏସବୁ କିଛି କାମ କରିବି ଅର୍ଜୁନ, ଏସବୁ କିଛି କାମ କରିବ ନାହିଁ, ତତେ ଏମାନେ ସବୁ ଠକୁଛନ୍ତି। ଭଗବାନ ପ୍ରଥମେ ଜ୍ଞାନ ଦେଲେ। ମହାପ୍ରଭୁ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ନିଜେ ଭଗବାନ, କ'ଣ ସେ ଅର୍ଜୁନର ଦୁଃଖ ଠିକ୍ କରିପାରିବେନି? ସ୍ୱୟଂ ଅର୍ଜୁନ କାନ୍ଦୁଛି, ମାତ୍ର 2 ହାତ ଦୂରରେ ଭଗବାନ ନିଜେ ସ୍ୱୟଂ ଠିଆ ହେଇଛନ୍ତି, ତଥାପି ଅର୍ଜୁନ କାନ୍ଦୁଛି, ଭୋ ଭୋ କାନ୍ଦୁଛି, ଆଖିରୁ ଲୁହ ଝରି ଯାଉଛି। କାହିଁକି? ସେ ଭଗବାନଙ୍କ କଥା ମାନୁନି, ତାଙ୍କ ଆଦେଶ ପାଳନ କରୁନି। ଆମେ 1000 ଥର ମନ୍ଦିର ଯାଇ ଯାଇ ଥକିଯିବା, ମୁଣ୍ଡ ବାଡ଼େଇ ବାଡ଼େଇ ଥକିଯିବା, ଦୁଃଖୀ ଥିଲେ ଦୁଃଖୀ ହିଁ ରହିବା। ଭଗବାନଙ୍କୁ ମନେ ରଖନ୍ତୁ ଏଇ ଜିନିଷ, ବାରମ୍ବାର କହୁଛି। ସମସ୍ତ ବୈଷ୍ଣବ ଗୁରୁ ଏକଥା କହିବେ, ଯିଏ ଠକ, ଯିଏ ପାଜି, ସିଏ ଆପଣଙ୍କୁ ଏମିତି ଭୂତେଇବେ। ତାଙ୍କ କଥାରେ ପଡ଼ନ୍ତୁନି, ହୋମ ଯଜ୍ଞ ଚକ୍କରରେ ପଡ଼ନ୍ତୁନି, ଦାନ ଦେବା ଚକ୍କରରେ ପଡ଼ନ୍ତୁନି। ସବୁବେଳେ ଗୋଟେ କଥା ମନେ ରଖନ୍ତୁ, ଏଠି ବି ମହାପ୍ରଭୁ ସେଇ କଥା କହୁଛନ୍ତି, ଭଗବାନଙ୍କୁ ଦେଖିକି ବି, ତାଙ୍କର ଦର୍ଶନ କରିକି ବି ଆମକୁ କିଛି ଲାଭ ହେବନି ଯେ ପର୍ଯ୍ୟନ୍ତ ଆମେ ଭଗବାନଙ୍କର ଆଦେଶକୁ ପାଳନ କରୁନାହାନ୍ତି। ମନେ ରଖନ୍ତୁ ଆଜ୍ଞା, ଯେ ପର୍ଯ୍ୟନ୍ତ ଜୀବନର ଆଦେଶ ଆପଣଙ୍କୁ ଜଣା ନ ପଡ଼ିବ ଆପଣଙ୍କ ଜୀବନ ନିରର୍ଥକ। ତେଣୁକରି ଭୁଲନ୍ତୁ ସମସ୍ତଙ୍କୁ, ଛାଡ଼ନ୍ତୁ ସମସ୍ତଙ୍କୁ, ଜଗନ୍ନାଥଙ୍କୁ ଧରନ୍ତୁ। ଆଉ ଜଗନ୍ନାଥ ବି ମୋର, ଅନ୍ୟମାନେ ବି ମୋର। ଜଗନ୍ନାଥ କହିବେ ନା, ଦରକାର ନାହିଁ, ପଳା ମୋଠୁ, ପଳା ଏଠି ତୁ। ସବୁବେଳେ ବି ଲଗେଇ ଆସୁଛୁ, ଅନନ୍ତ ଜନ୍ମରୁ ବି ଲଗେଇ ଆସୁଛୁ। ବି ନୁହଁ, ହିଁ ଲଗା। ଯଦି ହିଁ ଲଗେଇବୁ ତାହେଲେ ଯାଇ ମୋତେ ପାଇପାରିବୁ, ନହେଲେ ଏ ଜନ୍ମ ବି ତୋର ବେକାର ଯିବ। ମହାପ୍ରଭୁ ଶ୍ରୀ ଜଗନ୍ନାଥ କହିପାରିଥାନ୍ତେ, ଅର୍ଜୁନ ହୋମ କରିଦେ, ଚାଲ ତୋ ମୁକୁଟ ଖୋଲିଦେ, ତୋତେ ଆଶୀର୍ବାଦ କରିଦେଉଛି, ତୋର ଦୁଃଖ ଦୂର ହେଇଯିବ କହିଲେ। ତାକୁ ପ୍ରଥମେ ଜ୍ଞାନ ଦେଲେ ମହାପ୍ରଭୁ, ଏସବୁ ଛାଡ଼, ତାକୁ ପ୍ରଥମେ ଜ୍ଞାନ ଦେଲେ। ହେ ଅର୍ଜୁନ, ବାସ୍ତବରେ ତୁ ସବୁ କିଛି ଭୁଲି ଯାଇଛୁ। ତୁ ଭୁଲି ଯାଇଛୁ ଯେ ତୁ ଆତ୍ମା, ତୁ ଭାବୁଛୁ ନିଜକୁ ଶରୀର, ବାସ୍ତବରେ ତୁ ଏସବୁ ଭୁଲି ଯାଇଛୁ। ତେଣୁକରି ତୁ ଜୀବନରେ ସବୁ କିଛି ଭୁଲି ଯାଇଛୁ। ଆମେ ଜାଣିବା ଦରକାର ଯେ ଆମେ ଆତ୍ମା, ଆମେ ଶରୀର ନୁହନ୍ତି। ଯଦି ଆମେ ନିଜକୁ ଶରୀର ବୋଲି ଭାବିବା ତାହେଲେ ଆମର ମୂଳଦୁଆ, ଫାଉଣ୍ଡେସନ୍ ହିଁ ଭୁଲ। ତେଣୁକରି ଆମେ ନିଜକୁ ଶରୀର ବୋଲି ଭାବୁଛନ୍ତି। ଆମର ତେଣୁକରି ଯେତିକି କର୍ମ କର୍ତ୍ତବ୍ୟ ଯଥୋଚିତ କାମ ହେଉଛି ସବୁ ଶରୀର ହିସାବରେ ହେଉଛି। ଯାହା ବି ଖାଉଛନ୍ତି ଶରୀର ପାଇଁ ଖାଉଛନ୍ତି, ଯାହା ବି କରୁଛନ୍ତି ଶରୀର ପାଇଁ କରୁଛନ୍ତି। ଆହାର ନିଦ୍ରା ଭୟ ମୈଥୁନ ଅନନ୍ୟ ତ ପଶୁ ବି ନରାଣାମ୍। ଯଦି ଆମେ ଏଇଆ କରିବା ତାହେଲେ ପଶୁ ଆଉ ଆମ ଭିତରେ ଫରକ କ'ଣ ରହିଲା? ଗୋଟେ କୁକୁର ଆଉ ଆମ ଭିତରେ ଫରକ କ'ଣ ରହିଲା? ଭାବନ୍ତୁ, ଚିନ୍ତା କରନ୍ତୁ ଚୁପଚାପ ଦୁଆର ଦେଇକି କବାଟ ବନ୍ଦ କରିକି ଗୋଟେ ଅନ୍ଧାର ରୁମ୍ ଭିତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାମ୍ନାରେ ଲୁହ ବାହାର କରିକି ଚିନ୍ତା କରନ୍ତୁ ଆମେ କ'ଣ କରୁଛନ୍ତି।
ମଣିଷ ଜନ୍ମ ଆମକୁ ମିଳିଥିଲା, ଆମେ ଖାଇବା ପିଇବା ଛୁଆ ଜନ୍ମ କରିବା ଏସବୁ ଚକ୍କରରେ ଆମେ ସମୟ ନଷ୍ଟ କରିଦେଲେ। ଆଜ୍ଞା, ସମୟ ନଷ୍ଟ କରିଦେଲେ। ବିନା ଗୁରୁ କୃପାରେ, ବିନା ମହାପ୍ରଭୁଙ୍କ କୃପାରେ ଆମେ କୁଆଡ଼େ ଯିବା, କ'ଣ କରିବା କେବେ ଚିନ୍ତା କରିଛନ୍ତି? ଲୋନ୍ କରୁଛନ୍ତି, ଟେନସନ୍ ଆସୁଛି, କାଲି କ'ଣ ହେବ, କ'ଣ କାମ ନ କଲେ ଖାଇବା ପିଇବା କେମିତି, ବଞ୍ଚିବା କେମିତି, ସେ ଚିନ୍ତା ଆସୁଛି। କିନ୍ତୁ ଦେହଟା କେଉଁଥିପାଇଁ ମିଳିଛି ଯେତେବେଳେ ଯମଦୂତ ପଚାରିବେ କ'ଣ କଲୁ ରେ ତୁ, ଆପଣ କହିବେ ଘର ବାଡ଼ି କରିଦେଲି, ସ୍ତ୍ରୀ ପିଲା ଛୁଆ ଦେଖ କେଡ଼େ ସୁନ୍ଦର କରିଦେଲି। ଯମଦୂତ ପଚାରିବେ ଆଉ ଆତ୍ମା ପାଇଁ କ'ଣ କଲୁ? ଆମେ କହିବା ଆତ୍ମା 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 ମାନେ ବୁଝିପାରିଲିନି, ତତେ ତ ପୁରା ଜୀବନ ଏଇ ଆତ୍ମା ପାଇଁ ଦିଆହେଇଥିଲା, ତୁ କଲୁ କ'ଣ? ଚାଲ ଚାଲ ଏବେ କୁମ୍ଭୀପାକ ଦେଖିବୁ, ରୌରବ ଦେଖିବୁ, ମହାରୌରବ ଦେଖିବୁ, ଅଶୀପତ୍ରବନ ନର୍କ ଦେଖିବୁ, ଚାଲ ଚାଲ। ବୁଝନ୍ତୁ, ଆମେ ଆତ୍ମା, ଆମେ ଶରୀର ନୁହନ୍ତି। ଶରୀର ଲେଭେଲରୁ ଉପରକୁ ଉଠନ୍ତୁ। ଯଦି ଆପଣ ନିଜକୁ ଶରୀର ବୋଲି ଭାବିବେ ତେବେ ଖାଲି ଖାଇବା ପିଇବା ଶୋଇବାରେ ଜୀବନ ନଷ୍ଟ କରିଦେବେ। ଆଉ ଜୟ ଜଗନ୍ନାଥ କହିବେ। ଜୟ ଜଗନ୍ନାଥ କହିଲେ କିଛି ହେବନି। ମୁଁ ଟିକେ ପୂର୍ବରୁ କହିଲି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୀତାରେ ବି ଏ କଥା କହିଦେଇକି ଗଲେ, ମୋତେ ଦେଖିଲେ ମଧ୍ୟ ତୋର କିଛି ଲାଭ ହେବ ନାହିଁ ଯେ ପର୍ଯ୍ୟନ୍ତ ମୋ ଆଜ୍ଞା ଆଦେଶ ପାଳନ ନ କରିଛୁ। ଭଗବାନଙ୍କର ଆଦେଶ କ'ଣ ଆମେ ଜାଣିବା କେମିତି? ସମ୍ପୂର୍ଣ୍ଣ ଗୀତା ପଢ଼ନ୍ତୁ, ତାପରେ ଭାଗବତକୁ ଚାଲନ୍ତୁ, ସମୟ ନଷ୍ଟ କରନ୍ତୁନି। ବାରମ୍ବାର ମୁଁ ଏ କଥା କହିବି, କାହିଁକିନା ମୁଁ ଜଗନ୍ନାଥର କୁକୁର, ଜଗନ୍ନାଥର ସେ ମୋ ସଖା, ମୁଁ ତାଙ୍କର ବନ୍ଧୁ, ସାକ୍ଷ୍ୟ ଭାବରେ ଆମେ ବନ୍ଧା, ବନ୍ଧୁ ଭାବରେ ଆମେ ବନ୍ଧା। ତେଣୁକରି ମୁଁ ଏ କାମ କହିବି, କାହିଁକିନା ମହାପ୍ରଭୁ ଶ୍ରୀ ଜଗନ୍ନାଥ 18 ନମ୍ବର ଅଧ୍ୟାୟ 18 ଶ୍ଲୋକ ନମ୍ବର ଲାଷ୍ଟ ବେଳକୁ କହୁଛନ୍ତି ଯାଇକି, ଯିଏ ମୋର ଏ ଗୀତାର ଏ କଥାକୁ ବାରମ୍ବାର ପ୍ରଚାର କରେ ତାଠାରୁ ବଡ଼, ତାଠାରୁ ପ୍ରିୟ ମୋର ଆଉ କେହି ହେଇପାରିବେନି ଅର୍ଜୁନ। ଆଉ ସେ ସବୁଠାରୁ ମୋର ଅଧିକ ପ୍ରିୟ କେହି ବି, ମାତା ମହାଲକ୍ଷ୍ମୀ ମୋର ପ୍ରିୟ ନୁହନ୍ତି, ଶିବ ବ୍ରହ୍ମା ଇନ୍ଦ୍ର ବି ମୋର ସେତିକି ପ୍ରିୟ ନୁହନ୍ତି ଯେତିକି ସିଏ ମୋତେ ପ୍ରିୟ। ଆଉ ସିଏ ନିଶ୍ଚିତ ଭାବରେ ତାକୁ ଭକ୍ତି ମିଳିବ, ଆଉ ନିଶ୍ଚିତ ଭାବରେ ସେ ଶରୀର ତ୍ୟାଗ କଲା ପରେ ମୋ ପାଖକୁ ପଳେଇ ଆସିବ। ଆମେ ଏଇଆ ତ ଚାହୁଁଛନ୍ତି ନା, ଭକ୍ତି ମିଳୁ। ଆମେ କେମିତି ମହାପ୍ରଭୁଙ୍କ ପାଖକୁ ଯାଉ, କେମିତି ଯିବା? ଆଜ୍ଞା ତାଙ୍କର ପ୍ରଚାର କରନ୍ତୁ। ପ୍ରଚାର କେମିତି କରିବେ? ଜ୍ଞାନ ଆଗେ ଆହରଣ କରନ୍ତୁ। ତେଣୁକରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦ୍ୱିତୀୟ ଅଧ୍ୟାୟର 20 ନମ୍ବର ଶ୍ଲୋକରେ ପୁଣି ଆଉଥରେ କହୁଛନ୍ତି, ଦେଖନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୀତାର ପ୍ରତ୍ୟେକଟି ଶ୍ଲୋକ, ପ୍ରତ୍ୟେକଟି ଶବ୍ଦ ମୋ ପାଇଁ ମାନେ ବହୁତ ମୂଲ୍ୟବାନ, ଅମୃତ, ହୀରା ମୋତି, ମାନେ ତାଠାରୁ ବି ଅଧିକ ମୂଲ୍ୟବାନ। ମୋର ସବୁ ମୋର ପ୍ରିୟ ଶ୍ଲୋକ, କିନ୍ତୁ ଏ ଶ୍ଲୋକଟି ଖାସ୍ କରି ଆହୁରି ପ୍ରିୟ। ଏହାର ଲାଷ୍ଟ ଯେଉଁ ଶ୍ଲୋକଟି, ଲାଷ୍ଟ ଲାଇନ୍ଟି, ଲାଷ୍ଟ ଯେଉଁ ବାକ୍ୟଟି ରହିଛି କେଡ଼େ ସୁନ୍ଦର। ଶୁଣନ୍ତୁ କ'ଣ କହୁଛନ୍ତି, ଅଧ୍ୟାୟ 2 ଶ୍ଲୋକ ନମ୍ବର 20। न जायते म्रियते वा कदाचिन्नायं भूत्वा भविता वा न भूयः अजो नित्यः शाश्वतयं पुराणो न हन्यते हन्यमाने शरीरे। এই ଯେଉଁ ଶେଷ ଶ୍ଲୋକଟି, ନ ହନ୍ୟତେ ହନ୍ୟମାନେ ଶରୀରେ, ଆହା ହା ହା ହା, ମୋର ପ୍ରିୟ ବାକ୍ୟ। ଅର୍ଜୁନଙ୍କୁ କହୁଛନ୍ତି ମହାପ୍ରଭୁ, ଏ ଅର୍ଜୁନ, ନା ହନ୍ୟତେ ହନ୍ୟମାନେ ଶରୀରେ, ବାରମ୍ବାର ଏ ଜିନିଷକୁ ମନେ ରଖ। ଆତ୍ମା କାହାକୁ ମାରେ ନାହିଁ କିମ୍ବା ମରେ ନାହିଁ। ନା ହନ୍ୟତେ ହନ୍ୟମାନେ ଶରୀରେ। ଏଠାରେ ମହାପ୍ରଭୁ କହୁଛନ୍ତି ଆତ୍ମାର ଜନ୍ମ ନାହିଁ ବା ମୃତ୍ୟୁ ନାହିଁ। ଏପରି ସମୟ ନଥିଲା ଯେତେବେଳେ ତାହା ନଥିଲା, ମାନେ ଆତ୍ମା ନଥିଲା। ପୁଣି ଏପରି ସମୟ କେବେ ଆସିବ ନାହିଁ କିମ୍ବା ରହିବ ନାହିଁ ଯେତେବେଳେ ଆତ୍ମା ନଥିବ। ତାହା ଅଜ, ଅଜ ମାନେ ଅଜନ୍ମା, କେବେ ଜନ୍ମ ହୁଏ ନାହିଁ। ତାହା ଶାଶ୍ୱତ, ଚିରନ୍ତନ ସତ୍ୟ, ତାହା ସର୍ବଦା ବିଦ୍ୟମାନ, ସବୁବେଳେ ଅଛି। ଅମର ଅଟେ, ମାନେ ତା'ର ମୃତ୍ୟୁ ନାହିଁ, ଏବଂ ପୁରାତନ ଅଟେ। ଶରୀରର ମୃତ୍ୟୁରେ ତା'ର ମୃତ୍ୟୁ ହୁଏ ନାହିଁ। ମହାପ୍ରଭୁ କହୁଛନ୍ତି ନା ହନ୍ୟତେ ହନ୍ୟମାନେ ଶରୀରେ, ତା'ମାନେ ଶରୀରର ମୃତ୍ୟୁ ହେଲେ ମଧ୍ୟ ଆତ୍ମାର ମୃତ୍ୟୁ ହୁଏ ନାହିଁ। ଆମେ ହେଉଛନ୍ତି ସେଇ ଦିବ୍ୟ ଆତ୍ମା, ସେଇ ପରମାତ୍ମାର ଅଂଶ। ତେଣୁକରି ଆତ୍ମା ହିସାବରେ କାମ କରନ୍ତୁ, ଆତ୍ମା ହିସାବରେ ଜୀବନକୁ ବଞ୍ଚନ୍ତୁ, ଶରୀରର ଧର୍ମକୁ ଛାଡ଼ନ୍ତୁ। ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଏ ଧର୍ମ ସବୁ ଛାଡ଼। ମୁଁ ଶରୀର, ମୁଁ ସ୍ତ୍ରୀ, ମୁଁ ପୁରୁଷ, ମୁଁ ବ୍ରହ୍ମଚାରୀ, ମୁଁ ବଡି ବିଲ୍ଡର, ମୁଁ ଡାକ୍ତର, ମୁଁ ଇଞ୍ଜିନିୟର, ମୁଁ ଆକ୍ଟର, ଏସବୁ, ମୁଁ ସୈନିକ, ଏସବୁ ଛାଡ଼। ସବୁବେଳେ ଭାବ ମୁଁ ହେଉଛି ଆତ୍ମା। ଆତ୍ମା ସ୍ତରକୁ ଆସେ। ଯେ ପର୍ଯ୍ୟନ୍ତ ଆତ୍ମା ସ୍ତରକୁ ନ ଆସିବୁ ସେ ପର୍ଯ୍ୟନ୍ତ ତୋର ଉଦ୍ଧାର ଅସମ୍ଭବ। ତୁ ମୋ ପାଖକୁ ଜମା ଆସିପାରିବୁନି। ତାପରେ ମୁଁ ତୋତେ ଗୁରୁ ପଠେଇବି, ଗୁରୁ ତୋ ପାଖକୁ ପଠେଇବି, ଗୁରୁ ତୋତେ ଜ୍ଞାନ ଦେବ। ଦିବ୍ୟ ଜ୍ଞାନ ପାଇସାରିଲା ପରେ ଯାଇ ତୁ ମୋ ପାଖକୁ ଆସିପାରିବୁ। ତେଣୁକରି ମହାପ୍ରଭୁ ଶ୍ରୀ ଜଗନ୍ନାଥ କହୁଛନ୍ତି ଆତ୍ମା ବିଷୟରେ ପୁଣି ଡିଟେଲ କହିଲେ।
ଆତ୍ମା କ'ଣ କରେ, ଆତ୍ମା ସ୍ତରକୁ ଆସିବା ଦରକାର। ଏସବୁ କଥା ମହାପ୍ରଭୁ ଏ ଶ୍ଲୋକରେ କହିଲେ। ତେଣୁକରି ଜାଣନ୍ତୁ ଏ ଜିନିଷ। ଆଗକୁ ପୁଣି କଥା ହେବା ମହାପ୍ରଭୁ ଆତ୍ମା ବିଷୟରେ କ'ଣ କହୁଛନ୍ତି, ଆଗକୁ କେତେ କେତେ ଇଣ୍ଟରେଷ୍ଟିଂ ଗୁପ୍ତ ଗୁହ୍ୟ ଜ୍ଞାନ ଅର୍ଜୁନକୁ ଦେଉଛନ୍ତି। ଖାସ୍ କରି ଅର୍ଜୁନକୁ ନୁହେଁ, ଆମକୁ ହିଁ ଦେଉଛନ୍ତି। ଅର୍ଜୁନ ଥ୍ରୋରୁ, ଅର୍ଜୁନ ଏଠି ମିଡ଼ିଏଟର ହେଇଛି, ମଧ୍ୟସ୍ଥି ହେଇଛି, ଆମକୁ ଜ୍ଞାନ ମିଳିଛି। ସେ କ୍ୱେଶ୍ଚନ୍ ପଚାରି ପଚାରି ଚାଲିଛି ଆଉ ଜ୍ଞାନ ଆମକୁ ମିଳି ଚାଲିଛି। ଯେମିତି ଗୀତାରେ କୁହାହେଉଛି ଯେ ଯଦି ଗାଈ ସମସ୍ତ ବେଦ ଶାସ୍ତ୍ର ହୁଏ, ତାହେଲେ ଗାଈର ଯେଉଁ ଚିର ତାର ପନା ହେଉଛି ଗୀତା। ଆଉ ସେ ଗୀତାର ଦୁଗ୍ଧରୁ ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦୁହୁଁଛନ୍ତି କ୍ଷୀର, ଆଉ ଅର୍ଜୁନ ତାକୁ ପିଉଛି। ଅର୍ଜୁନ ହେଉଛି ସେ ବାଛୁରୀ ଛୁଆ। ଏହା ହେଉଛି ପୁରା ସଂସାର, ଏହା ହେଉଛି ଗୀତାର ଜ୍ଞାନ। ଯୋଡ଼ି ରୁହନ୍ତୁ ମୋ ସହିତ, ଜୀବନକୁ ସଫଳ କରାନ୍ତୁ ଆଜ୍ଞା। କେହି କାହାରି ନୁହନ୍ତି, କ୍ଲିଅରଲି ମୁଁ କହୁଛି। କେହି ପିଠିରେ ପଡ଼ିବେନି ଯଦି ଗୀତାର ଜ୍ଞାନ ନ ନେବେ ନା। ଦୁଃଖରେ ଏମିତି ଥିଲେ ଏମିତି ଥିବେ। ମୋର କାମ କହିବା କଥା, ମୁଁ ତ ମୋ କର୍ମ କରୁଛି। ଆପଣ ଦେଖନ୍ତୁ ଆପଣ କ'ଣ କରୁଛନ୍ତି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।